ହାଏ ଫ୍ରେଣ୍ଡସ୍ କେମିତି ଅଛନ୍ତି? ମୁଁ ଆଶା କରିବି ଆପଣମାନେ ସମସ୍ତେ ବହୁତ ଭଲ ଭାବରେ ଥିବେ ଓ ସମସ୍ତେ ସୁସ୍ଥ ଭାବରେ ଥିବେ। ତ ଫ୍ରେଣ୍ଡସ୍ ମାନେ ଯୋଉମାନେ ଯୋଉମାନେ କମେଣ୍ଟ କରିଥିଲେ ଯେ ଓଡ଼ିଶା ଡିଷ୍ଟ୍ରିକ୍ଟ କନେଷ୍ଟବଲ ବା OISF ବା ଓଡ଼ିଶା ପୋଲିସ ନୂଆ ଭ୍ୟାକେନ୍ସି ବିଷୟରେ ତ କେବେ ଆରମ୍ଭ ହେବ ଆବେଦନ କେବେ ଆରମ୍ଭ ବୋଲି ବହୁତ ଆମ ଫ୍ରେଣ୍ଡସ୍ ମାନେ ଯୋଉଟା ମେସେଜ କରୁଥିଲେ କମେଣ୍ଟ କରୁଥିଲେ ଯୋଉଟା ଆମେ ଲାଷ୍ଟ ଭିଡ଼ିଓ ଯୋଉଟା ଆମେ ଏହି ଓଡ଼ିଶା ପୋଲିସ ଭ୍ୟାକେନ୍ସି ବିଷୟରେ ଯୋଉଟା ଆମେ ଲାଷ୍ଟ ଭିଡ଼ିଓରେ ଯୋଉଟା କହିଅଛୁ ତ ଯୋଉ ଭିଡ଼ିଓ ମୁଁ ବନେଇଥିଲି ତ ସେଇ ଭିଡ଼ିଓରେ ବହୁତ ଗୁଡ଼ାଏ କମେଣ୍ଟ କରୁଥିଲେ ଆମ ଭାଇ ମାନେ ବା ଆମ ଫ୍ରେଣ୍ଡସ୍ ମାନେ ଯୋଉମାନେ ପ୍ରିପେୟାର କରିଛନ୍ତି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବା ଓଡ଼ିଶା ପୋଲିସ ପାଇଁ ଯେଉଁମାନେ ପ୍ରିପେୟାର କରୁଛନ୍ତି ତ ସେମାନେ ବହୁତ ଗୁଡ଼ାଏ କମେଣ୍ଟ କରୁଥିଲେ ଯେ ତ ସାର୍ କେବେ ଏହି ଡେଟ୍ କେବେ ଆସିବ କେବେ ଆରମ୍ଭ ହେବ ତ ଏଇ ୱେବସାଇଟ୍ କେବେ ଲଞ୍ଚ ହେବ ବୋଲି ତ ବହୁତ ଗୁଡ଼ାଏ କମେଣ୍ଟ କରିଥିଲେ ତ ଆମେ ସେଇଟା ଏଇ ଭିଡ଼ିଓରେ ଆମେ ସମ୍ପୂର୍ଣ୍ଣ ଭାବେ ଡିଟେଲ୍ସ ଭାବରେ ଜାଣି ନେବା ଆସନ୍ତୁ ତ ସେଥିପାଇଁ ତ ଆମେ ସମସ୍ତଙ୍କୁ କହି ରଖିବୁ ଯେ ଯେଉଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଓ ଭିଡ଼ିଓଟିକୁ ମଧ୍ୟ ବହୁତ ମାତ୍ରାରେ ସେୟାର ମଧ୍ୟ କରନ୍ତୁ କାହିଁକିନା ସମସ୍ତେ ଏହି ନୂଆ ଅପଡେଟ୍ ବିଷୟରେ ଜାଣିପାରିବେ ତ ଫ୍ରେଣ୍ଡସ୍ ମାନେ ଚାଲନ୍ତୁ ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ତ ଫ୍ରେଣ୍ଡସ୍ ମାନେ ଓଡ଼ିଶା ପୋଲିସ ଯେଉଁ ଭ୍ୟାକେନ୍ସି ଯୋଉଟା ଆସିବାକୁ ଯାଉଛି ଯେଉଁ SI କନେଷ୍ଟେବଲ ବା OISF ଯେଉଁଟା ଆମେ କହୁଅଛୁ ତ ଡିଷ୍ଟ୍ରିକ୍ଟ କନେଷ୍ଟେବଲ ତ ଏହି ତିନୋଟି ଯେଉଁ ପୋଷ୍ଟ ଅଛି ତ ସେଇ ପୋଷ୍ଟ ଯୋଉଟା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ତ ସେଇ ନୋଟିସ୍ ମଧ୍ୟ ଆସି ସାରିଛି ଓ ଯୋଉମାନେ ୱେବସାଇଟ୍ କେବେ ଲଞ୍ଚ ହେବା ଯେଉଁମାନେ କ୍ୱେଶ୍ଚନ କରିଥିଲେ ବା ପ୍ରଶ୍ନ ପାଇଥିଲେ ତ ସେମାନଙ୍କୁ ମୁଁ କହି ରଖିବି ଖୁବ୍ ଶୀଘ୍ର ଏହି ମାସରେ ଯେଉଁଟା ୱେବସାଇଟଟି ଲଞ୍ଚ ହେବ ଆଉ ଏହି ମାସରେ ହିଁ ଯେଉଁ ଆବେଦନ ଅଛି ତ ସେଇ ଆବେଦନ ମଧ୍ୟ ଆରମ୍ଭ ହେବ କାହିଁକି ନା ଲାଷ୍ଟ ମାସ ଯୋଉଟା ଜୁଲାଇ ମାସ ଯୋଉଟା ଆରମ୍ଭ ହେବାକୁ ଥିଲା ତ ସେଇଟା ଘୁଞ୍ଚାଇ ଦିଆଗଲା ତ ଏହି ଅଗଷ୍ଟ ମାସକୁ ତ ସେଥିପାଇଁ ଏଇ ମାସରେ ହିଁ ଓଡ଼ିଶା ପୋଲିସର ଯେଉଁ ନୂଆ ଭ୍ୟାକେନ୍ସି ଅଛି ତ ସେଇ ଭ୍ୟାକେନ୍ସି ଏଇ ମାସରେ ଆରମ୍ଭ ହେବ ତ କଣ କଣ ଯେଉଁ ଏଲିଜିବିଲିଟି କ୍ରାଇଟେରିଆ ରହିଛି ତ କଣ ସବୁ ଡକୁମେଣ୍ଟ ଲାଗିବ ତ ଏହା ପୂର୍ବ କଣ ପ୍ରିପେୟାର ହେବାକୁ ପଡ଼ିବ ତ ସିଲାବସ୍ କଣ ଅଛି ତ ସବୁ କିଛି ଆପଣ ମାନେ ଆମ ଏହି ତ ଲିଙ୍କ ଦିଆଯାଇଛି ତ ସେ ଲିଙ୍କକୁ ଯାଇକି ଆପଣମାନେ ସବୁ କିଛି ଜାଣିପାରିବେ ଓ ନୂଆ ନୋଟିସକୁ ପଢ଼ି ପାରିବେ ଓ ସେଥିପାଇଁ ଏହି ଭିଡ଼ିଓଟିକୁ ଅଧିକ ମାତ୍ରାରେ ସେୟାର କରନ୍ତୁ କାହିଁକି ସମସ୍ତେ ଜାଣିପାରିବେ ଏହି ନୂଆ ଅପଡେଟ୍ ବିଷୟରେ ତ ଫ୍ରେଣ୍ଡସ୍ ମାନେ ଆଜି ପାଇଁ ଏତିକି ରହୁଛି ଜୟ ହିନ୍ଦ।